ଆଜ୍ଞା ଆପଣଙ୍କ ପରିଚୟଟା? ଡକ୍ଟର ବିପିନ ବିହାରୀ ମିଶ୍ର, ଓଡ଼ିଶା ପଶ୍ଚିମର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯେଉଁ ଗତିବିଧି ଅଛି ସେ ଗତିବିଧିର ଓଡ଼ିଶା ପଶ୍ଚିମର ମୁଁ କୁଟୁମ୍ବ ପ୍ରବୋଧନ ସଂଯୋଜକ ଅଛି, ପରିବାର ସଂଯୋଜକ। ଆଜି ଏଠି କ'ଣ ସେ ବିଷୟରେ କ'ଣ? ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର 100 ବର୍ଷର ପୂର୍ତ୍ତି ଉପଲକ୍ଷେ ଯେଉଁ କାର୍ଯ୍ୟକ୍ରମ ନିଆଯାଇଛି ସେ କାର୍ଯ୍ୟକ୍ରମରେ ଗୋଟେ ଗୋଟେ କରିକି ଚାଲିଛି। ବିଜୟାଦଶମୀ ଉତ୍ସବ ହେଲା, ପ୍ରତି ଗାଁରେ ପ୍ରତି ପଲ୍ଲୀରେ ପ୍ରତି ବସତିରେ ସେ ପ୍ରକାର ଉତ୍ସବ ପାଳନ କଲା। ତାପରେ ପ୍ରତି ଘରେ ଘରେ ହିନ୍ଦୁ ଧର୍ମ ବିଷୟରେ ସମସ୍ତଙ୍କୁ ବୁଝାଗଲା। ଆମେ ସବୁ ହିନ୍ଦୁ ଅଛୁ ଏହି ପ୍ରକାର ସମସ୍ତଙ୍କୁ ପରିଚୟ ଦିଆଗଲା। ଆଉ ରାମଚନ୍ଦ୍ରଙ୍କର ଇଏ ଫଟୋ ଦିଆଗଲା ସମସ୍ତଙ୍କୁ ପୂଜା କରିବା ପାଇଁ। ସିଏ ଗୋଟେ ଅଭିଯାନ ଚାଲିଲା। ଇଏ ତୃତୀୟ ଅଭିଯାନ ହେଉଛି ହିନ୍ଦୁ ସମ୍ମିଳନୀ। ପ୍ରତି ପଞ୍ଚାୟତରେ ପ୍ରତି ଗାଁର ସମସ୍ତ ହିନ୍ଦୁମାନଙ୍କୁ ଏକତ୍ରିତ କରିକି ହୋମ ଯଜ୍ଞ ଇତ୍ୟାଦି କରି ତାଙ୍କୁ ଗୋଟେ ସଚେତନ କରାଯାଉଛି ଯେ ତୁମେ ପ୍ରକୃତରେ ହିନ୍ଦୁ। ବିଧର୍ମୀମାନଙ୍କର ଯେଉଁ ବାତାବରଣରେ ଭାରତ ବର୍ତ୍ତମାନ କଳୁଷିତ ହେବାକୁ ଯାଉଛି ନାନା ପ୍ରକାର ନାମରେ, ଆଉ ଆସିକିରି ଏମାନଙ୍କୁ ହିନ୍ଦୁରୁ ଆଉଥରେ ଧର୍ମ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। ତାକୁ ରୋକିବା ପାଇଁ ହିନ୍ଦୁମାନଙ୍କୁ ସଚେତନ ମାଧ୍ୟମ ଏ ପ୍ରକାର ମାଧ୍ୟମ କରାଯାଇଛି। ସାରା ଭାରତ ବର୍ଷରେ ଏ ପ୍ରକାର ପାଳନ କରାଯାଉଛି। ପ୍ରତି ପଞ୍ଚାୟତ ଏବଂ ମଣ୍ଡଳ ଏବଂ ଖଣ୍ଡ ଏବଂ ଜିଲ୍ଲାରେ ମଧ୍ୟ ବଡ଼ ଜିଲ୍ଲା ହେଡ଼କ୍ୱାର୍ଟରରେ ମଧ୍ୟ ପ୍ରତି ବସତିରେ ଏ ପ୍ରକାର ମହାଯଜ୍ଞ କରାଯାଉଛି। ଆଜି କେଉଁଠୁ ଆସିଥିଲେ? ଆମର ଏ ଯେଉଁ ଜୟପୁର ଖଣ୍ଡର ଜାମୁଣ୍ଡା ଯେଉଁ ପଞ୍ଚାୟତ ଅଛି ଏ ପଞ୍ଚାୟତର ଅଧିବାସୀମାନେ ଏଠି ସବୁ ଜମା ହେଇଥିଲେ। ସମସ୍ତେ ଉତ୍ସାହର ସହିତ ଆସିଛନ୍ତି। ଏଠି ସମସ୍ତଙ୍କୁ କୁମ୍ଭମେଳା ହେଲା। କୁମ୍ଭମେଳା ହେଲା ପରେ ଯଜ୍ଞ ହେଲା, ହୋମ ଯଜ୍ଞ ହେଲା। ଯଜ୍ଞ ହେଲା ପରେ ବର୍ତ୍ତମାନ ତାପରେ ପ୍ରବଚନ ହେଲା ପରେ ଜ୍ଞାନ ଯଜ୍ଞ ବିତରଣ ହେଲା ଏବଂ ବର୍ତ୍ତମାନ ଅନ୍ନ ଯଜ୍ଞ। ଏକ 4ଟା ଯଜ୍ଞ ଅଛି। କୁମ୍ଭ ଯଜ୍ଞ, ତାପରେ ହେଉଛି ଘୃତ ଯଜ୍ଞ, ତାପରେ ହେଉଛି ଜ୍ଞାନ ଯଜ୍ଞ, ତାପରେ ହେଉଛି ଅନ୍ନ ଯଜ୍ଞ। ଏ ପ୍ରକାର ଅନ୍ନ ଯଜ୍ଞର ଇଏ ଗୋଟେ ଭଣ୍ଡାର ତିଆରି ହେଇଛି। ଏସବୁ ପ୍ରକାର ଯଜ୍ଞରେ ସମସ୍ତେ ହିନ୍ଦୁମାନେ ସାମିଲ ହେଇଛନ୍ତି ଉତ୍ସାହର ସହିତ। ମାଆମାନେ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି। ଧନ୍ୟବାଦ।